ମନେ ପକାନ୍ତୁ ଥରେ ତ୍ରେତୟାର ସେହି ପକ୍ଷୀରାଜ ଜଟାୟୁଙ୍କ କଥା। ଏ କଥା ଜଟାୟୁଙ୍କୁ ଜଣାଥିଲା ଯେ ରାବଣର ବା ସର୍ବଶକ୍ତିମାନ ରାବଣର ବୀରତ୍ୱ ପରାକ୍ରମ ପାଖରେ ସେ ଖୁବ୍ ନଗଣ୍ୟ। ପରାକ୍ରମଶାଳୀ ରାବଣ ପାଖରୁ ହାରିବାର ଭୟ ତାଙ୍କ ମନରେ ଆଦୌ ନଥିଲା। ସେ ରାବଣର ପରାକ୍ରମକୁ ପାସୋରି ଯାଇ ନିଜର ଧର୍ମ ପାଳନ କରିଥିଲେ, ନିଜର କର୍ତ୍ତବ୍ୟ ପାଳନ କରିଥିଲେ। ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ, ଧର୍ମକୁ ସେ କେବେ ପଛରେ ପକାଇ ଦେଇ ନଥିଲେ। ସେ ଭଲ ଭାବରେ ଜାଣିଥିଲେ ବା ଏ ସମାଜକୁ ସେ ଗୋଟେ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଯେ ନିଜର ଧର୍ମ ଧ୍ୱଜା ଉଡ଼ାଇବା ପାଇଁ ମନରେ ଭୟ ବା ଶଙ୍କା ରହିବା ଆଦୌ ଉଚିତ ନୁହେଁ, ବା ନିଜର ଧର୍ମ ପାଳନ ପାଇଁ, ନିଜର କର୍ତ୍ତବ୍ୟ ପାଳନ ପାଇଁ ପଛଘୁଞ୍ଚା କେବେ ଦେବାର ନାହିଁ ବା ପଛକୁ ଫେରିବାର ନାହିଁ। ତେଣୁ ସେ ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ, ନିଜର ଧର୍ମକୁ ନିଜ ଜୀବନରେ ଶ୍ରେଷ୍ଠ ମଣିଥିଲେ। ତେଣୁ ସେ ପରାକ୍ରମଶାଳୀ ରାକ୍ଷସ ରାଜା ରାବଣର ପ୍ରତିରୋଧ କରିଥିଲେ। ତେଣୁ ଆଜି ପର୍ଯ୍ୟନ୍ତ ଆମେ ପକ୍ଷୀରାଜ ଜଟାୟୁଙ୍କୁ ପ୍ରଣାମ କରୁଛୁ, ଆଦର୍ଶ ବୋଲି ମାନିଛୁ ତାଙ୍କୁ।